ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା, ଗୁଡ୍ ଇଭିନିଂ ଏବଂ ସମସ୍ତଙ୍କୁ ଅନେକ ଅନେକ ସିସାର୍ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭ ଆକାଂକ୍ଷା। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ରହିଥିବେ ଏବଂ ଆପଣମାନଙ୍କ ଯେଉଁ ପ୍ରସ୍ତୁତି ଯେଉଁ ରହିଛି ସେପ୍ଟେମ୍ବର 6 ପାଇଁ ଯେଉଁମାନେ ସିଟେଟ୍ ଫର୍ମ ଫିଲ୍ଅପ୍ କରିଛନ୍ତି ଏବଂ ତୁମମାନଙ୍କର ଯେଉଁ ରହିଛି ସିଟେଟ୍ ଯେଉଁ ପେପର୍ 1 ବା ପେପର୍ 2ରେ ଯେଉଁମାନେ ବି ଫର୍ମଟିକୁ ପୂରଣ କରିଛନ୍ତି ତାଙ୍କମାନଙ୍କର ପାଇଁ ମୁଁ ଏହି ଭିଡ଼ିଓଟି ପ୍ରସ୍ତୁତ କରିଛି, ଯେଉଁଟାକି ପୂର୍ବ ବର୍ଷର 2025ରେ ଯେଉଁ ପଡ଼ିଥିଲା ଓଡ଼ିଆରେ ଯେଉଁ ଓଡ଼ିଆ ପେଡାଗୋଜିରେ ଯେଉଁ ପଡ଼ିଥିଲା ସେଇ ପ୍ରଶ୍ନ ଗୁଡ଼ିକ ମୁଁ ସୁନ୍ଦର ଭାବରେ ତୁମକୁ ଆଲୋଚନା କରିଦେଇଛି ଏବଂ ତାହା ମଧ୍ୟ ସୁନ୍ଦର ଭାବରେ ମୁଁ ପହଞ୍ଚିଛି। ଦେଖ ତୁମମାନଙ୍କୁ ବ୍ୟାଖ୍ୟା ମଧ୍ୟ କରିଦେଇଛି। ଯଦି ଭଲ ଲାଗିବ ତେବେ ମୋତେ ମତାମତ ଦେବ ଏବଂ ମୁଁ ପୁଣି ନେକ୍ସଟ ଭିଡ଼ିଓରେ ଯେଉଁ ସେପ୍ଟେମ୍ବର 6 ତାରିଖରେ ହେବାକୁ ଯାଉଛି ସିଟେଟ୍ ପରୀକ୍ଷା ସେତିକି ପର୍ଯ୍ୟନ୍ତ ମୁଁ ଆଉ ଯେଉଁ ପ୍ରଶ୍ନ ଗୁଡ଼ିକ ରହିଛି ମୁଁ ସୁନ୍ଦର ଭାବରେ ତୁମମାନଙ୍କୁ ଆଲୋଚନା କରିବି ଏବଂ ଯେଉଁମାନେ ମଧ୍ୟ ଦେଖିନ ସିସାର୍ ୟୁଟ୍ୟୁବ୍ ପ୍ଲେଲିଷ୍ଟକୁ ଯାଇକି ମଧ୍ୟ ମୁଁ ସୁନ୍ଦର ଭାବରେ କ'ଣ କରିଛି ନା ଗୋଟିଏ ପରେ ଗୋଟିଏ ସିଲାବସ୍ ଅନୁସାରେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଗୁଡ଼ିକ ବା ଓଡ଼ିଆ ପେଡାଗୋଜିକ ମଧ୍ୟ ମୁଁ ଆଲୋଚନା କରିଦେଇଛି। ଚାଲ ପିଲାମାନେ, ଏବଂ ଗତ ବର୍ଷ ଯେଉଁ ରହିଥିଲା ତୁମମାନଙ୍କର ଦେଖ 2025ରେ ଯେଉଁ ପଡ଼ିଥିଲା ଫାର୍ଷ୍ଟ ପଡ଼ିଥିଲା ଯେଉଁ ପେପର୍ 1ରେ ହଉ ବା ପେପର୍ 2ରେ ସେଇଠାର ମୁଁ ପ୍ରଶ୍ନ ଗୁଡ଼ିକ ତୁମକୁ କ'ଣ କରୁଛି ନା ସୁନ୍ଦର ଭାବରେ ଆଲୋଚନା କରିଦେଉଛି। ପିଲାମାନେ ଥରେ ମଧ୍ୟ ଦେଖିକି ଯାଆନ୍ତୁ ଏବଂ ଯଦି ଭଲ ଲାଗୁଛି ନିହାତି ସେୟାର କର, ଲାଇକ୍ କର, ତେଣୁ ଆପଣମାନଙ୍କର ସେଟା ଅନୁରୋଧ। ତେଣୁ ଦେଖ ନା କ'ଣ କହୁଛି ମୁଁ ଆଲୋଚନା କରୁଛି 2000 ଦେଖ ପିଲାମାନେ ନା କ'ଣ କହୁଛି ନା 107 ନମ୍ବର ପ୍ରଶ୍ନ ନା ଭାଷା ଆହରଣ ଓ ଭାଷା ଶିକ୍ଷଣର ସହଜାତ ଅନୁକଳ୍ପନା କ'ଣ? ଦେଖନ୍ତୁ ଭାଷା ଆହରଣ ଓ ଭାଷା ଶିକ୍ଷଣର ସହଜାତ ଅନୁକଳ୍ପନା କ'ଣ? ଅପସନ୍ 1ରେ କହିଛି ଦେଖ ନା ସବୁ ଭାଷାର ବ୍ୟାକରଣ ରହିଛି ଏବଂ ସବୁ ପିଲା ନିଜ ନିଜ ବାଟରେ ଏହାକୁ ପଢ଼ିଥାନ୍ତି, ଏହି ଧାରଣାକୁ ପରିତ୍ୟାଗ କରିଥାଏ। ଏବଂ 2ରେ କ'ଣ କହୁଛି ଦେଖ ନା ସବୁ ମଣିଷ ଶାରୀରିକ ଅଭ୍ୟାସ ଓ ନିୟମ ଅନୁସାରେ ଭାଷା ଶିଖିପାରନ୍ତି, ଏହା ବିଶ୍ୱାସ କରିଥାଏ। 3ରେ କ'ଣ କହୁଛି ଦେଖ ନା ଜନ୍ମ କାଳରୁ ସବୁ ମଣିଷ ଭାଷା ଜ୍ଞାନ ଲାଭ କରିଥାନ୍ତି, ଏହା ବିଶ୍ୱାସ। ଦେଖ ଏହାର ଠିକ୍ ଉତ୍ତରଟି ପିଲାମାନେ ହେଉଛି 3 ନମ୍ବର। ଜନ୍ମ କାଳରୁ ଆମେ କ'ଣ କରିଥିବା ସବୁ ମଣିଷ ଭାଷା ଜ୍ଞାନ ଲାଭ କରିଥାନ୍ତି, ଏହା ଆମର କ'ଣ ହେଉଛି ବିଶ୍ୱାସ, ହଁ କି ନାହିଁ? ତେଣୁ ଏହାର ଯଦି ଆମେ କ'ଣ କରିବା ନା ଏହାକୁ ଯଦି ଆମେ ବ୍ୟାଖ୍ୟା କରିବା ଦେଖ ନା ଚମ୍ସ୍କି ଯେଉଁ ରହିଥିଲେ ଭାଷା ବିଜ୍ଞାନୀ ଚମ୍ସ୍କି କ'ଣ କହିଥିଲେ ଦେଖ ଭାଷା ଆହରଣର ସହଜତା ଅନୁକଳ୍ପନା ବା ନାଟିଭିଷ୍ଟ ଥିଓରି ଅନୁସାରେ ଶିଶୁ ଜନ୍ମରୁ ଭାଷା ଶିଖିବାର ଏକ କ'ଣ କ'ଣ ସ୍ୱାଭାବିକ କ୍ଷମତା ନେଇ ଆସେ, ହଁ କି ନାହିଁ? ଚମ୍ସ୍କି କହିଥିଲେ। ତେଣୁ ଏଇଟା ହେଉଛି ତାର ସୁନ୍ଦର ବ୍ୟାଖ୍ୟା। ତେଣୁ ଆମେମାନେ କ'ଣ କରିଥାଉ ପିଲା ବା ଗୋଟେ ପିଲା କ'ଣ ହେଇଥାଏ ନା ସେ ଜନ୍ମ କାଳରୁ ସେ କ'ଣ ହେଇଥାଏ ମରିବା ପର୍ଯ୍ୟନ୍ତ ସେ ସବୁବେଳେ ନୂଆ ପ୍ରକାର କୌଣସି ନା କୌଣସି ସବୁ କ'ଣ ହେଇଥାଏ ଭାଷା ସେ ଶିଖି। ତାପରେ ଦେଖ 108 ପ୍ରଶ୍ନ କ'ଣ କହୁଛି ନା ବିଷୟ ଆଧାରିତ ଭାଷା ବା ଇନପୁଟ୍ କାହାକୁ ବୁଝାଯାଇଛି? ଅପସନ୍ ଗୁଡ଼ିକ ପିଲାମାନେ ପଢ଼, ତାପରେ ଆମେ ଉତ୍ତରକୁ ଖୋଜିବା, ତାପରେ ମୁଁ ବ୍ୟାଖ୍ୟା କରିଦେବି। ଦେଖ ଅପସନ୍ ନମ୍ବର 1ରେ କ'ଣ କହୁଛି ନା ଭାଷା କିପରି ବ୍ୟବହାର ହେବା ତାହା ଉପରେ ଲାଙ୍ଗୁଏଜ ଇନପୁଟ୍ କେନ୍ଦ୍ରିତ ହୋଇଥାଏ। 2ରେ କହୁଛି ଦେଖ ନା ଇନପୁଟ୍ର ଉପସ୍ଥାପନ ଓ ଏହାର ପ୍ରକ୍ରିୟା ଲାଙ୍ଗୁଏଜ ଇନପୁଟ୍ ଯାହା ତଥ୍ୟ ଉପରେ କେନ୍ଦ୍ରିତ ହୋଇଥାଏ, ଅପସନ୍ ନମ୍ବର 3। ଏବଂ ଚତୁର୍ଥ ଅପସନ୍ କ'ଣ କହୁଛି ଦେଖ ନା ଶବ୍ଦ ଜ୍ଞାନ ଉଚ୍ଚାରଣ ବ୍ୟାକରଣ, ହଁ କି ନାହିଁ? ତେଣୁ ସେ ଆମକୁ ପ୍ରଶ୍ନ ମାଗିଛି କ'ଣରେ ନା ବିଷୟ ଆଧାରିତ ଭାଷା ଇନପୁଟ୍। ତେବେ ଏହାର ଠିକ୍ ଉତ୍ତରଟି ହେଉଛି ଦେଖ ଲାଙ୍ଗୁଏଜ, ଅପସନ୍ ନମ୍ବର 3 ଲାଙ୍ଗୁଏଜ ଇନପୁଟ୍ ଯାହା ତଥ୍ୟ ଉପରେ କେନ୍ଦ୍ରିତ ହୋଇଥାଏ। ଏବଂ ଦେଖ ନା ଏହାର କିଭଳି ଆମେ ବ୍ୟାଖ୍ୟା କରିବା ନା ବିଷୟ ଆଧାରିତ ଭାଷା ଇନପୁଟ୍ ବା କଣ୍ଟେଣ୍ଟ ବେସେଡ୍ ଲାଙ୍ଗୁଏଜ ଇନପୁଟ୍ରେ ଭାଷା ଶିକ୍ଷଣର ମୁଖ୍ୟ ଧ୍ୟାନ ବିଷୟବସ୍ତୁ ତଥ୍ୟ ଉପରେ ଥାଏ। ଛାତ୍ରଛାତ୍ରୀମାନେ ବିଷୟ ଶିଖିବା ସହିତ ଭାଷା ମଧ୍ୟ ଆହରଣ କରିଥାନ୍ତି। ଆମେ ଯେତେବେଳେ ଯେକୌଣସି ଭାଷାକୁ ଆମେ ଯେତେବେଳେ ଶିଖେଇବା ସେତେବେଳେ ସେମାନେ ଶିଖିବା ସହିତ ଭାଷାକୁ ମଧ୍ୟ ସେମାନେ କ'ଣ କରିଥାନ୍ତି ଗ୍ରହଣ କରିଥାନ୍ତି, ଆହରଣ କରିଥାନ୍ତି, ହଁ କି ନାହିଁ? ବୁଝିହେଲା? ତାପରେ ଚାଲ ଦେଖିବା କ'ଣ କହୁଛି ନା 109ର ପ୍ରଶ୍ନଟି ପଢ଼, ତାପରେ ମୁଁ ଉତ୍ତର କାଢ଼ିବି ପିଲାମାନେ। କହୁଛି 109 କେଉଁ ଭାଷା ଶିକ୍ଷଣ କୌଶଳ ଭାଷା ଶିକ୍ଷଣର ଭିତ୍ତି ଭାବେ ଶବ୍ଦ ଓ ଶବ୍ଦ ଗଠନକୁ ସମର୍ଥନ କରେ? 1ରେ ରହିଛି ଦେଖ କାର୍ଯ୍ୟ ଆଧାରିତ ଭାଷା ଶିକ୍ଷା, 2ରେ ରହିଛି ଆପଣମାନଙ୍କର କଥୋପକଥନ କୌଶଳ, 3ରେ ରହିଛି ବ୍ୟାକରଣ ଅନୁବାଦ ପଦ୍ଧତି, 4ରେ ରହିଛି
ତିନି ରହିଛି ଶାବ୍ଦିକ କୌଶଳ। ଦେଖୁଛୁ ଆପଣମାନେ ସୁନ୍ଦର ଭାବରେ ପ୍ରଶ୍ନକୁ ପଢ଼ନ୍ତୁ ଏବଂ ଉତ୍ତର କୁହନ୍ତୁ। ନା ଆଉଥରେ ପଢୁଛି, କେଉଁ ଭାଷା କୌଶଳ ବା ଶିକ୍ଷଣ କୌଶଳ ଭାଷା ଶିକ୍ଷଣର ଭିତ୍ତି ଭାବେ ଶବ୍ଦ ଓ ଶବ୍ଦ ଖଣ୍ଡକୁ ସମର୍ଥନ କରେ? କୁହ। ଦେଖ ଏହାର ଠିକ ଉତ୍ତର ରହିଛି ଅପସନ ନମ୍ବର 3। କଣ କହୁଛି ନା ଶାବ୍ଦିକ କୌଶଳ। ଏହାର ଦେଖ ସହଜ ବ୍ୟାଖ୍ୟା କଣ ହଉଛି ନା ଶାବ୍ଦିକ କୌଶଳ ବା ଲେକ୍ସିକାଲ ଆପ୍ରୋଚ ଭାଷା ଶିକ୍ଷଣର ଶବ୍ଦ ୱାର୍ଡସ ଏବଂ ଶବ୍ଦ ଖଣ୍ଡର ଚଙ୍କ୍ସ ବା କଲେକ୍ସନ୍ସ କୁ ମୂଳ ଆଧାର ଭାବେ ଗ୍ରହଣ କରେ। ଏହି ପଦ୍ଧତିରେ ଶବ୍ଦ ଭଣ୍ଡାର ଓ ଶବ୍ଦଗୁଚ୍ଛର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ଦେଖୁଛୁ ପିଲାମାନେ, ତ ମୁଁ ଭାବୁଛି ତ ପିଲାମାନେ ସମସ୍ତେ ପ୍ରସ୍ତୁତ ହଉଛନ୍ତି, ଆପଣମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହଉଛନ୍ତି। ଯୋଉମାନେ OTET ଦଉଛନ୍ତି ବା ଷ୍ଟେଟ୍ ସିଟେଟ୍, ଆପଣମାନେ এই ଭିଡ଼ିଓଟିକୁ ମଧ୍ୟ ଦେଖିକିରି ମଧ୍ୟ ଆପଣ ନିହାତି ସୁନ୍ଦର ଭାବରେ ସ୍କୋର ମଧ୍ୟ କରିପାରିବେ। ତେଣୁ ପୂର୍ବ ବର୍ଷର କ୍ୱେଶ୍ଚନ ଗୁଡ଼ିକୁ ମଧ୍ୟ ଆପଣମାନେ ସୁନ୍ଦର ଭାବରେ ଦେଖନ୍ତୁ। ଯଦି କହିବେ ତେବେ ମୁଁ ସବୁ ପ୍ରଶ୍ନ ପୂର୍ବ ବର୍ଷର ଯେତେ ସବୁ ରହିଛି ପ୍ରଶ୍ନ ଗୁଡ଼ିକୁ ମୁଁ ଗୋଟିଏ ପରେ ଗୋଟିଏ ଆଲୋଚନା କରିଦେବି। ତାପରେ ଦେଖ 110 ନା ବିଦ୍ୟାଳୟ ଶିକ୍ଷାରେ କେଉଁଠି ବହୁଭାଷିକତାର ଲକ୍ଷ୍ୟ ନୁହେଁ? ବିଦ୍ୟାଳୟ ଶିକ୍ଷାରେ କେଉଁଠି ବହୁଭାଷିକତାର ଲକ୍ଷ୍ୟ ନୁହେଁ? 1 ଦେଇଛି ଦେଖ ନା ବିଦ୍ୟାଳୟରେ ଶିକ୍ଷଣ ପାଇଁ ବିଦ୍ୟାର୍ଥୀମାନଙ୍କର ଭାଷା ବ୍ୟବହାର କରିବେ। 2ରେ କହିଛି ଯେତେ ଦୂର ସମ୍ଭବ ଶିକ୍ଷଣର ମାଧ୍ୟମ ଓ ଏକ ଭାଷା ଭାବେ ମାତୃଭାଷାର ଶିକ୍ଷା। 3ରେ ଦେଇଛି ଦେଖ ନା ତ୍ରିଭାଷୀ ସୂତ୍ରରେ ମାତୃଭାଷା ହିନ୍ଦୀ ଓ ଇଂରାଜୀ ପଢିବା। 4ରେ ଦେଇଛି ଦେଖ ସବୁ ପିଲା ମାତୃଭାଷାରେ ସ୍କୁଲ ପାଠ ପଢିଥାନ୍ତି, ସ୍କୁଲ ପାଠ ପଢିଥାନ୍ତି ଏବଂ ପରେ ତା ସହିତ ଅଧିକ 2ରୁ ଅଧିକ ଭାଷା ଯୋଡ଼ିଥାନ୍ତି। ପିଲାମାନେ କେତେ ଗୁରୁତ୍ୱରେ ସେ ଦଉଛି ବିଦ୍ୟାଳୟ ଶିକ୍ଷାରେ କେଉଁଠି ବହୁଭାଷିକତାର ଲକ୍ଷ୍ୟ କଣ କହିଛି ନୁହେଁ। ତେଣୁ ଆମର କଣ କରିବା ନାହିଁ, ତ୍ରିଭାଷା ସୂତ୍ରରେ ମାତୃଭାଷା ବା ହିନ୍ଦୀ ଓ ଇଂରାଜୀ ପଢେଇବା ବା ଆମର ଲକ୍ଷ୍ୟ ନୁହେଁ। ତେଣୁ ଦେଖ ଏହାର ବ୍ୟାଖ୍ୟା କଣ କହୁଛି ନା ବହୁଭାଷିକତାର ଲକ୍ଷ୍ୟ ହେଉଛି ଶିକ୍ଷା ଶିକ୍ଷଣରେ ଶିଶୁର ମାତୃଭାଷାକୁ ବ୍ୟବହାର କରିବା, ମାତୃଭାଷାକୁ ଶିକ୍ଷାର ମାଧ୍ୟମ କରିବା ଏବଂ ଆବଶ୍ୟକତା ଅନୁସାରେ ଅନ୍ୟ ଭାଷା ଯୋଡ଼ିବା। କିନ୍ତୁ ତ୍ରିଭାଷା ସୂତ୍ର ଏକ ଭାଷା ନୀତି ବା ପଲିସି ବହୁଭାଷିକତାର ସିଧାସଳଖ ଲକ୍ଷ୍ୟ ହେଲା। ତାପରେ ଦେଖ 111 ନମ୍ବର ପ୍ରଶ୍ନଟିକୁ ପଢ, ଟିକେ ରହିବ ପିଲାମାନେ। 111 ନମ୍ବରକୁ ଦେଖନ୍ତୁ, ଆପଣମାନେ ପଢିପାରୁଥିବେ। ନା କହୁଛି ଗୋଟିଏ ପାଠ୍ୟକୁ ମୋଟାମୋଟି ଭାବେ ଜାଣିବା ପାଇଁ ପାଣି ଗୋଟିଏ ପ୍ରବନ୍ଧ ପଢୁଛି, ଏହାକୁ କୁହାଯିବ କଣ? ଗୋଟିଏ ପାଠ୍ୟକୁ ମୋଟାମୋଟି ଭାବେ ଜାଣିବା ପାଇଁ ପାଣି ଗୋଟିଏ କଣ କରୁଛି ନା ପ୍ରବନ୍ଧ ପଢୁଛି, ଏହାକୁ କଣ କୁହାଯିବ? ଦେଖ ଅପସନ ଗୁଡ଼ିକ କହୁଛି ନା କଣ, ଗୋଟେ ହଉଛି ଅନୁମାନ, ହଁ କି ନାହିଁ? ଟିକେ ଭଲସେ ଦେଖି ପିଲାମାନେ ଦେଖ, ଟିକେ ରହିବ ଦେଖ କହୁଛି ଗୋଟେ ହଉଛି ଅନୁମାନ, ଗୋଟେ ହଉଛି ସ୍କାନିଂ, ଗୋଟେ ହଉଛି ସ୍କିମିଂ, ଗୋଟେ ହଉଛି ସମାଲୋଚନାତ୍ମକ ପଠକ। ତେଣୁ ଆମେ ଯେହେତୁ ସେ କିଛି ଓଭରଲୁକ୍ କରୁଛୁ ବା କିଛି ଜାଣିବାକୁ ଚାହୁଁଛି, ତାକୁ ଆମେ କଣ କହିଥାଉ ସ୍କିମିଂ ବୋଲି କହିଥାଉ। କିନ୍ତୁ ସ୍କାନିଂ କଣ ହଉଛି, ଗୋଟେ ଆମେ ଶବ୍ଦକୁ ତାର ଅର୍ଥ ଜାଣିବାରେ ବା ତାର ପାର୍ଟିକୁଲାର ଅର୍ଥକୁ ଆମେ ଜାଣିବାକୁ କଣ କହିଥାଉ ସ୍କାନିଂ ବୋଲି କହିଥାଉ। ତେଣୁ ଦେଖ ତାର ଉତ୍ତରଟା ମଧ୍ୟ ବ୍ୟାଖ୍ୟା ଆମେ ଟିକେ ପଢିଦେବା। କଣ ହଉଛି ନା ସ୍କିମିଂ ହଉଛି ଏକ ପାଠ୍ୟକୁ ଶୀଘ୍ର ପଢି ତାର ମୁଖ୍ୟ ଭାବ ବା ସାରାଂଶ ବୁଝିବା। ଏଥିରେ ପ୍ରତ୍ୟେକ ତଥ୍ୟ ନୁହେଁ ବରଂ ସାମଗ୍ରିକ ଧାରଣା ଗ୍ରହଣ କରାଯାଏ। ଏବଂ ଦେଖ ଆମେ ଯୋଉ ରହିଛି ସ୍କାନିଂ ଏବଂ ଏହାର ଅର୍ଥ କଣ ନା ସ୍କାନିଂ ଦେଖ କଣ କହୁଛି ନା ନିର୍ଦ୍ଦିଷ୍ଟ ତଥ୍ୟ ଖୋଜିବା ପାଇଁ ପଢିବା। ତେଣୁ ଆମେ ଯେକୌଣସି ଗୋଟିଏ ୱାର୍ଡକୁ ଜାଣିବା ପାଇଁ ଆମେ କଣ କରିଥାଉ ନା କଣ କରିଥାଉ ଜାଣିବା ପାଇଁ ନିର୍ଦ୍ଦିଷ୍ଟ ତଥ୍ୟ ଖୋଜିବା ପାଇଁ ପଢିବା ବା ଗୋଟେ ୱାର୍ଡକୁ ଆମେ ବୁଝିବା ପାଇଁ ଜାଣିବା ପାଇଁ ତାର ଅର୍ଥ କଣ ବା ପାର୍ଟିକୁଲାର ଶବ୍ଦକୁ ଜାଣିବା ପାଇଁ ଆମେ କଣ କରିଥାଉ ସ୍କାନିଂ କରିଥାଉ। କିନ୍ତୁ ସ୍କିମିଂ କହୁଛି ମୋଟାମୋଟି ଧାରଣା ପାଇଁ ପଢିବା ବା ଆମେ କିଛି ଖାଲି ଉପର ମନ ଦେଇକି ଆମେ ଯୋଉଟା ପଢିକି ଯାଉ ଓଭରଲୁକ୍ କରିଦେଇକି ତାକୁ ଆମେ କହିଥାଉ ସ୍କିମିଂ ବୋଲି କହିଥାଉ ହେଲା। ତାପରେ ଆପଣମାନେ ଚାଲନ୍ତୁ 112 ନମ୍ବର କ୍ୱେଶ୍ଚନକୁ ପଢନ୍ତୁ ପିଲାମାନେ। ଆପଣମାନେ ପଢନ୍ତୁ ନା କଣ କହୁଛି ଦେଖ 112 ନମ୍ବର ନା ବିଦ୍ୟାଳୟ ସ୍ତରୀୟ ପରୀକ୍ଷାର ବିକାଶ ପାଇଁ 2ଟି ଯଥାର୍ଥ ବକ୍ତବ୍ୟ ଚିହ୍ନଟ କର। 2ଟି ଯଥାର୍ଥ ବକ୍ତବ୍ୟ ଚିହ୍ନଟ କର।
एकरे ଦେଇଛି ଦେଖ ଏ ରେ ଦେଇଛି ଏହା ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ସାହିତ୍ୟର ବିକାଶରେ ସାହାଯ୍ୟ କରିଥାଏ। B ରେ ଦେଇଛି ନିଜ ଅନୁସାରେ ଯୋଜନା କରିବାକୁ ମୂଲ୍ୟାୟନ ସ୍କୋପ ଦେଇଛି। C ରେ ଦେଇଛି ଦେଖ ଏହା ପରୀକ୍ଷା ବୋର୍ଡର କ୍ଷମତା ବିଷୟରେ ସଚେତନ ଥାଏ। D ରେ ଦେଇଛି ମୂଲ୍ୟାୟନ ଯୋଜନାର ପ୍ରକ୍ରିୟାର ଏକ ସକ୍ରିୟ ଅଂଶୀଦାର ଭାବେ ଏହା ବିଦ୍ୟାର୍ଥୀଙ୍କୁ ଜଡ଼ିତ କରି। ଆପଣ ବାଛନ୍ତୁ କୋଉଟା ଠିକ ହେବ। ଦେଖ କୁହନ୍ତୁ କମେଣ୍ଟରେ ମତାମତ ଦିଅନ୍ତୁ। ଦେଖ ଏହାର ଠିକ ଉତ୍ତର ରହୁଛି ଅପସନ ନମ୍ବର ଏ ଏବଂ ବି। ତେଣୁ ଏହା ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ସାହିତ୍ୟର ବିକାଶ କରାଯାଏ। ନିଜ ଅନୁସାରେ ଯୋଜନା କରିବାକୁ ବିଦ୍ୟାଳୟକୁ ସୁଯୋଗ ବା ସ୍କୋପ ଦେଇ। ବୁଝିଲେ ଇଏ ଥିଲା ତମମାନଙ୍କର ଯୋଉ ରହିଥିଲା 112ର ଠିକ ଉତ୍ତର। ବୁଝିପାରିଲ ତେଣୁ କଣ କହୁଛି ଅପସନ ନମ୍ବର ଏ ଏବଂ ବି ଏହା ଉଭୟ ଶିକ୍ଷାର୍ଥୀଙ୍କ ମଧ୍ୟରେ ସାହିତ୍ୟର ବିକାଶ ସାହାଯ୍ୟ କରିଥାଏ। ନିଜ ଅନୁସାରେ ଯୋଜନା କରିବାକୁ ବିଦ୍ୟାଳୟକୁ ସ୍କୋପ ଦେଇ। ତାପରେ 112 ଗଲା ପିଲାମାନେ 113କୁ ପଢନ୍ତୁ। ଆପଣମାନେ ପଢନ୍ତୁ ଯୋଉମାନେ ସିଟେଟ୍ ଦଉଛନ୍ତି ଯୋଉମାନେ ସିଟେଟ୍ ପେପର 1 ରେ ଭରିଛନ୍ତି ବା ପେପର 2 ରେ ମଧ୍ୟ ଭରିଛନ୍ତି କିନ୍ତୁ ଆପଣମାନଙ୍କୁ ଓଡ଼ିଆ ଯେହେତୁ ରଖିଛନ୍ତି ତେଣୁ ଆପଣମାନେ ପୂର୍ବ ବର୍ଷର କ୍ୱେଶ୍ଚନ ଗୁଡ଼ିକୁ ପଢନ୍ତୁ। ସିଲାବସ ମଧ୍ୟ ପଢନ୍ତୁ। ସିଲାବସ ଅନୁସାରେ ଯୋଉ ରହିଛି ପଢନ୍ତୁ। ସୁନ୍ଦର ଭାବରେ ଆପଣମାନେ ମଧ୍ୟ ସୁନ୍ଦର କଣ କରିପାରିବେ ସ୍କୋପ କରିପାରିବେ ବା ବହୁତ କିଛି ନମ୍ବର ଆପଣମାନେ ଆଗକୁ ରଖିପାରିବେ। ଦେଖ 113 ନା କେଉଁ ଶିକ୍ଷା ଆଦର୍ଶ ନିମ୍ନ ବକ୍ତବ୍ୟ ସପକ୍ଷରେ ଯୁକ୍ତି ବାଢିଥାଏ। ଦେଖିବା ଅପସନ କଣ ଦେଇଛି। ଦେଖ ପୂର୍ବ ସ୍ଥିରୀକୃତ ଶିକ୍ଷାକ୍ରମରେ ପରବର୍ତ୍ତୀ ଘଟଣା ଆଧାରିତ କିମ୍ବା ଏଟା ମୁଁ ପିଲାମାନେ ଦେଖ କଣ କହୁଛି ନା ପୂର୍ବ ସ୍ଥିରୀକୃତ ଶିକ୍ଷାର କ୍ରମ ପରିବର୍ତ୍ତେ ଘଟଣା ଆଧାରିତ ଶିକ୍ଷା କିମ୍ବା ବାସ୍ତବ ବିଶ୍ୱ ପରିକଳ୍ପନା ଭଳି ଶିକ୍ଷଣ ପରିବେଶ ବ୍ୟବହାର କରାଯାଇଥାଏ। ନା ସ୍ଥାନୀୟତ୍ୱ ଭାବ ନା ସଂରଚନାବାଦ ନା ଶ୍ରବଣବାଦ ନା ବୋଧ ଜ୍ଞାନବାଦ। ସମ୍ପୂର୍ଣ୍ଣ ଭାବରେ କ୍ୱେଶ୍ଚନଟି ଏହା ହେଉଛି କନଷ୍ଟ୍ରୁଇଜିମ୍ ବା ସଂରଚନାବାଦ। ଏଠି ପିଲାମାନେ ମୁଁ ଟିକେ କଣ କରୁଛି ତୁମମାନଙ୍କୁ ଏତିକି ପ୍ରିଣ୍ଟ କରିଦେଲି। କେଉଁ ଶିକ୍ଷା ଆଦର୍ଶ ନିମ୍ନ ବକ୍ତବ୍ୟ ସପକ୍ଷରେ ଯୁକ୍ତି ବାଢି ଥାଏ ହେଲା କି ନାହିଁ। ଏଟା ପିଲାମାନଙ୍କର ହଁ ଏଟା ବି ରହିଛି। ଏଠି ଆମେ ଖାଲି ଜାଣିଥିବା ଦରକାର ଯେ ସଂରଚନାବାଦ ଖାଲି ଏତିକି ଦେଖ ସଂରଚନାବାଦ ଆମେ କାହାକୁ କହିବା ନା ସଂରଚନାବାଦୀ ଶିକ୍ଷା ଆଦର୍ଶ ଶିକ୍ଷାର୍ଥ ନିଜର ଅନୁଭବ ଓ ବାସ୍ତବ ଜୀବନର ପରିସ୍ଥିତିକୁ ଜ୍ଞାନ ଗଠନ କରେ। ତେଣୁ ଘଟଣା ଆଧାରିତ ଶିକ୍ଷା ଓ ବାସ୍ତବ ବିଶ୍ୱ ପରିକଳ୍ପନା ଭଳି ଶିକ୍ଷଣ ପରିବେଶ ସଂରଚନାବାଦର ସହିତ ସମ୍ପର୍କିତ ହେଲା। ତାପରେ ଚାଲ 114 ନମ୍ବରକୁ ପଢନ୍ତୁ। ଯଦି ଭଲ ଲାଗୁଛି ନିହାତି ଆପଣମାନେ ମତାମତ ଦିଅନ୍ତୁ। ସେୟାର ମଧ୍ୟ କରନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥି ମାନଙ୍କୁ ମଧ୍ୟ ଜଣାନ୍ତୁ। କିନ୍ତୁ ଲାଇକ୍ ମାରନ୍ତୁ ପିଲାମାନେ ବା ଆପଣମାନେ ଲାଇକ୍ ମାରନ୍ତୁ। ତାପରେ ଦେଖ 114 ନମ୍ବର ନା ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀ ରାହୁଲ ନୂଆ ବ୍ୟାକରଣ ପଢିଲା ସମୟରେ ସେ ପୂର୍ବ ଜ୍ଞାନକୁ ଯୋଡ଼ିବାକୁ ସକ୍ଷମ ହୋଇଥାଏ। ଏହା କେଉଁ କୌଶଳରୁ ଆସିଛି। ଅନ୍ୱେଷଣ ପ୍ରବଣତା କୌଶଳ ନା ବୋଧ ଜ୍ଞାନ କୌଶଳ ନା ମେଟା କଗ୍ନିଟିଭ କୌଶଳ ନା ଫରେ ରହିଛି ଉଭୟ ବୋଧ ଜ୍ଞାନ ଓ ମେଟା କଗ୍ନିଟିଭ କୌଶଳ। ତେଣୁ ଏହାର ସମ୍ପୂର୍ଣ୍ଣ ଉତ୍ତର ଠିକ ଗୋଟେ ଦେଖ ବୋଧ ଜ୍ଞାନ କୌଶଳ। ଦେଖୁଛ ପିଲାମାନେ ଆମେ ଅଧିକାଂଶ କଣ କରିଥାନ୍ତୁ ଉଭୟ ମାରିଥାନ୍ତୁ। ବୁଝ ପିଲାମାନେ କଣ କହୁଛି ଯେହେତୁ ରାହୁଲ ନୂଆ ବ୍ୟାକରଣ ପଢିଲା ସମୟରେ ସେ ପୂର୍ବ ଜ୍ଞାନକୁ ଯୋଡ଼ିବାକୁ ସକ୍ଷମ ହୋଇଥାଏ। ଆମେ କଣ କହିଥାଉ ବୋଧ ଜ୍ଞାନ କୌଶଳ ବା କଗ୍ନିଟିଭ ସ୍କିଲ୍ କହିଥାଉ। ଦେଖିବା କଗ୍ନିଟିଭ ସ୍କିଲ୍ କାହାକୁ କୁହାଯାଏ ନା ରାହୁଲ ନୂଆ ବ୍ୟାକରଣ ଶିଖିବା ସମୟରେ ପୂର୍ବରୁ ଥିବା ଜ୍ଞାନ ସହିତ ନୂଆ ଜ୍ଞାନକୁ ଯୋଡ଼ି ପାରୁଛି। ଏହା ଚିନ୍ତନ ବୁଝିବା ପୂର୍ବ ଜ୍ଞାନ ସହ ନୂଆ ଜ୍ଞାନକୁ ସମ୍ପର୍କିତ କରିବା ବୋଧ ଜ୍ଞାନ ବା କଗ୍ନିଟିଭ କୌଶଳ ଉଦାହରଣ। ଚାଲନ୍ତୁ ଆଗକୁ ଯିବା 115 ନମ୍ବର ପଢନ୍ତୁ ପିଲାମାନେ ଆପଣମାନେ ପଢନ୍ତୁ ନା କଣ କହୁଛି ନା ସପ୍ତମ ଶ୍ରେଣୀରେ ପଢାଉଥିବା ଜଣେ ଶିକ୍ଷୟିତ୍ରୀ 7 ଧାଡିର ଏକ କ୍ଷୁଦ୍ର ପାଠକୁ ପଢାନ୍ତି। ପରେ ନିଜ ବିଦ୍ୟାର୍ଥୀକୁ ଯତ୍ନ ସହିତ ଶୁଣିବାକୁ କହନ୍ତି ଓ ଏହାର ପାଖାପାଖି ଏକ ପାଠ ପୁଣି ଥରେ ତିଆରି କରିବାକୁ କହନ୍ତି। ଏହା ପୂର୍ବ ଭଳି ଠିକ ଏକା ହୋଇନପାରେ। ଏହି କୌଶଳକୁ କଣ କହି କହନ୍ତି ବା ଆମେ କଣ କହିବା। ସ୍କିମା କ୍ରିଏସନ ନା ଊର୍ଧ୍ୱ ନିମ୍ନ କୌଶଳ ଦେଖନ୍ତୁ ନା ତଳ ଉପର କୌଶଳ ନା ଅନୁଚ୍ଛେଦ। ତେଣୁ ଏହାର ଠିକ ଉତ୍ତରଟି ହେଉଛି ସ୍କିମା କ୍ରିଏସନ। ଦେଖିବା ନା ଶିକ୍ଷୟିତ୍ରୀ ପ୍ରଥମେ ଏକ କ୍ଷୁଦ୍ର ପାଠ ପଢାଇ ଛାତ୍ରଛାତ୍ରୀଙ୍କୁ ମନୋଯୋଗ ସହିତ ଶୁଣାଇ ତାହାର ମୁଖ୍ୟ ଅର୍ଥ ଧାରଣାକୁ ଆଧାର କରି ନିଜ ଭାଷାର ଗଠନ କରିବାକୁ କହୁଛନ୍ତି। ଏହାକୁ କଣ କୁହାଯାଏ ସ୍କିମା ବୋଲି ଆମେ କହିଥାଉ ହେଲା।
ତାପରେ ଚାଲ 116 ନମ୍ବର ଦେଖ ଶିକ୍ଷଣ ଫଳରେ ଉଦ୍ଦେଶ୍ୟ ପ୍ରତିଫଳନରେ କେଉଁଠି ଠିକ୍ ଶିକ୍ଷଣ ଫଳରେ ଉଦ୍ଦେଶ୍ୟ ପ୍ରତିଫଳନରେ କେଉଁଠି ଏରେ ଦେଇଛି ଦେଖ ବିଷୟ ଦର୍ଶିତ ଶିକ୍ଷଣ ଠାରୁ ଦକ୍ଷତା ଆଧାରିତ ଶିକ୍ଷଣକୁ ବିକଶିତ କରିଥାଏ। ଦିରେ ଦେଇଛି ଭାଷାର ସର୍ବଜନାତ୍ମକ ବ୍ୟବହାରିକାରୀ ହେବାକୁ ବିଦ୍ୟାର୍ଥୀଙ୍କୁ ଭାଷା କୌଶଳରେ ପ୍ରଶିକ୍ଷଣ ହାସଲ କରିବାକୁ ସକ୍ଷମ କରିଥାଏ। ସିରେ ଦେଇଛି ବିଷୟ ଉପରେ ପ୍ରବଣତା ହାସଲ ଓ ପରେ ଏହାକୁ ବ୍ୟବହାର କରିବାକୁ ସକ୍ଷମ କରିଥାଏ। ଡିରେ ଦେଇଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଭାଷାର ବ୍ୟବହାର ଜାଣିବା ପାଇଁ ବିଦ୍ୟାର୍ଥୀକୁ ପାରଙ୍ଗମ କରିଥାଏ। ଦେଖ ପିଲାମାନେ କୋଉଠି ଏହାର ଠିକ୍ ଉତ୍ତର ଦେଖିବା 116ର ଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି ଏବଂ ସି। ଗୋଟେ ପଢ଼ିଦେବା ଦେଖ କ'ଣ କହୁଛି ନା ଶିକ୍ଷଣ ଉପରେ ଉଦ୍ଦେଶ୍ୟ ପ୍ରତିଫଳନ କୋଉଟା ଠିକ୍ ନା ସି କହୁଛି ବିଷୟ ଉପରେ ପ୍ରବଣତା ହାସଲ ଓ ପରେ ଏହାକୁ ବ୍ୟବହାରରେ ସକ୍ଷମ କରିବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଭାଷାର ବ୍ୟବହାର ଜାଣିବା ପାଇଁ ବିଦ୍ୟାର୍ଥୀଙ୍କୁ ପାରଙ୍ଗମ କରିଥାଏ। ଚାଲ ଦେଖ ତାର ମଧ୍ୟ ସୁନ୍ଦର ଭାବରେ ବ୍ୟାଖ୍ୟା ଦେଖିବା ଟିକେ ପଢ଼ିଦେବା ଆଲୋଚନା କରିଦେବା। ଦେଖ କ'ଣ କହୁଛି ଶିକ୍ଷଣ ଫଳ ବା ଲାର୍ନିଂ ଆଉଟକମ୍ ମୁଖ୍ୟତଃ ବିଦ୍ୟାର୍ଥୀ କ'ଣ ଜାଣିପାରିବ କରିପାରିବ ଏବଂ ଭାଷାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରିବ ତାହା ଉପରେ ଏହା ଗୁରୁତ୍ୱ ଦିଏ ହେଲା। ତାପରେ 117 ପଢ଼ନ୍ତୁ କ୍ୱେଶ୍ଚନଟିକୁ ଆପଣମାନେ ନା କ'ଣ କହୁଛି 117 ନା ବ୍ୟାକରଣ ଶିକ୍ଷା ପ୍ରସଙ୍ଗରେ ବ୍ୟବହାରିକ ଜ୍ଞାନକୁ ନିମ୍ନରେ କେଉଁ ବକ୍ତବ୍ୟ ସର୍ବୋତ୍ତମ ଭାବେ ପ୍ରତିପାଦନ କରୁଛି। ଦେଖ ଆଉଥରେ ପଢୁଛି 117 ନା ବ୍ୟାକରଣ ଶିକ୍ଷା ପ୍ରସଙ୍ଗରେ ବ୍ୟବହାରିକ ଜ୍ଞାନକୁ ନିମ୍ନରେ କେଉଁ ବକ୍ତବ୍ୟ ସର୍ବୋତ୍ତମ ଭାବେ ପ୍ରତିପାଦନ କରୁଛି। ଏକରେ ଦେଇଛି ଦେଖ ରୂପ ବିଷୟରେ ଜାଣିବା ଦୁଇରେ ଦେଇଛି ବ୍ୟାକରଣଗତ ରୂପ ଓ ତାର ବ୍ୟବହାର ବିଷୟରେ ଜାଣିବା। ଚାଲ ଦେଖିବା 3ରେ କ'ଣ କହୁଛି ଦେଖ ନା ବ୍ୟାକରଣ ନିୟମ ଜାଣିବା ଓ ପରେ ଏହାର ପୂର୍ଣ୍ଣ ବ୍ୟବହାର କରିବା ଏଟା ତ ପୁରା ସମ୍ପୂର୍ଣ୍ଣ ଭାବରେ ଭୁଲ। 4ରେ ଦେଖ ବ୍ୟାକରଣ ରୂପେ କେମିତି କାମ କରୁଛି ସେ ବିଷୟରେ ଗୋଟେ ବ୍ୟାକରଣ ବହିରୁ ବୁଝିବା ଇଏ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆମର ରୂପ ବିଷୟରେ ଜାଣିବା ବ୍ୟାକରଣଗତ ରୂପ ଓ ତାର ବ୍ୟବହାର ବିଷୟରେ ଜାଣିବା ତେଣୁ ଏହାର ଅପସନ୍ ନମ୍ବର ଦେଖ ସମ୍ପୂର୍ଣ୍ଣ ଭାବରେ ଦୁଇଟି ହେଉଛି ହଁ କି ନାହିଁ। ତେଣୁ ଆମେ ଯଦି କ'ଣ କରିବା ବ୍ୟାକରଣଗତ ରୂପ ଓ ତାର ବ୍ୟବହାର ବିଷୟରେ ଜାଣିବା। ଦେଖ ଏହାର ବ୍ୟାଖ୍ୟା ବା ଏହାର ବର୍ଣ୍ଣନା କ'ଣ କହୁଛି ନା ବ୍ୟାକରଣ ବ୍ୟବହାର ଜ୍ଞାନ କେବଳ ନିୟମ ବା ରୂପ ମନେ ରଖିବା ନୁହେଁ ବରଂ ବ୍ୟାକରଣଗତ ରୂପକୁ କେଉଁ ପରିସ୍ଥିତିରେ ଓ କିପରି ବ୍ୟବହାର କରାଯାଏ ତାହାକୁ ଆମେ କ'ଣ କରିବାରେ ବୁଝିଲା। ତାପରେ ଚାଲ 118 ପଢ଼ନ୍ତୁ ଦୈନନ୍ଦିନ କାର୍ଯ୍ୟରେ ଇଂରାଜୀ ଭାଷା ବ୍ୟବହାର କରି କହିବା ଏବଂ ସୂତ୍ର ଶିଖିବା ମାଧ୍ୟମରେ ଏକ ସରକାରୀ ହାଇସ୍କୁଲରେ ଇଂରାଜୀ ପଢ଼ାଉଥିବା ଶିକ୍ଷୟିତ୍ରୀ ଉଷାରାଣୀ ନିଜ ବିଦ୍ୟାର୍ଥୀଙ୍କୁ ସମର୍ଥନ କରିଥାନ୍ତି। ସେ ନିଜ ବିଦ୍ୟାର୍ଥୀଙ୍କ ଭିତରେ କ'ଣ ବଢ଼ାଇବାକୁ ଚେଷ୍ଟା କରନ୍ତି। ଏରେ ଦେଇଛି କଥୋପକଥନ କୌଶଳ ନା ଆନ୍ତର୍ବ୍ୟକ୍ତିକ କୌଶଳ ନା ବୋଧଜ୍ଞାନ ଶିକ୍ଷା ସମ୍ବନ୍ଧୀୟ ଭାଷା ଅନର୍ଗଳତା ନା ଫରେ ଦେଇଛି ଦେଖ ମୌଳିକ ଆନ୍ତର୍ବିକ କଥୋପକଥନ କୌଶଳ। ଏହାର ଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର 4 ମୌଳିକ ଆନ୍ତର୍ବ୍ୟକ୍ତିକ କଥୋପକଥନ କୌଶଳ ବା BICS। ଦେଖ ଆମେ କ'ଣ କହୁଛି ନା ଦୈନନ୍ଦିନ କାର୍ଯ୍ୟରେ ଇଂରାଜୀ ବ୍ୟବହାର କରି କଥା ହେବା ଓ ସାଧାରଣ ସୂତ୍ର ବାକ୍ୟ ଶିଖିବା ବିଦ୍ୟାର୍ଥୀ ଦୈନନ୍ଦିନ ଯୋଗ କ୍ଷମତା ବିକଶିତ ହୁଏ ଏବଂ ଏହାକୁ BICS ବା ଏହାର ଫୁଲ୍ ଫର୍ମ ହେଉଛି ବେସିକ୍ ଇଣ୍ଟରପର୍ସନାଲ କମ୍ୟୁନିକେଟିଭ୍ ସ୍କିଲ୍ ମଧ୍ୟ ଏହାକୁ କ'ଣ କୁହାଯାଇଥାଏ ମନେ ରଖିଲ। ଦେଖ ଆଉ ଥରେ କହିଦେଉଛି ପିଲାମାନେ ଏହାର ମଧ୍ୟରେ ଏଇଟା ମଧ୍ୟ ପିଲାମାନେ ଦେଖ ଏଇଟା ମଧ୍ୟ ବହୁତ କଥା ପକେଇଦେବେ ଫୁଲ୍ ଫର୍ମ ମଧ୍ୟ BICS ର ଫୁଲ୍ ଫର୍ମ ଦେଖିଦିଅନ୍ତୁ ବେସିକ୍ ଇଣ୍ଟରପର୍ସନାଲ କମ୍ୟୁନିକେଟିଭ୍ ସ୍କିଲ୍ ମଧ୍ୟ କୁହାଯାଇଥାଏ ହେଲା। ଚାଲ 119 ପିଲାମାନଙ୍କୁ ଯଦି ଭଲ ଲାଗୁଛି ନିହାତି ସେୟାର କରନ୍ତୁ ଲାଇକ୍ କରନ୍ତୁ ପିଲାମାନେ ଆପଣମାନେ ମଧ୍ୟ ଯେଉଁମାନେ ସେଟା ଦେଉଛନ୍ତି ଆଗାମୀ ସେପ୍ଟେମ୍ବର 2024 ପାଇଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ ଲାଇକ୍ କରନ୍ତୁ ମତାମତ ଦିଅନ୍ତୁ ଯଦି ଚାହୁଁଛନ୍ତି ତେବେ ମୁଁ ପୂର୍ବ ବର୍ଷର
ଯୋଉ ରହିଛି ପ୍ରଶ୍ନ ଗୁଡ଼ିକୁ ମଧ୍ୟ ମୁଁ ଆଲୋଚନା କରିଦେବି। ଚାଲ ତାପରେ ଦେଖ 119 ଜଣେ ଶିକ୍ଷାର୍ଥୀ ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରକାର ଭୁଲକୁ ସଂଗ୍ରହ କରନ୍ତି, ଏଠି ପିଲାମାନେ ଡବଲ ହେଇଛି, ଏଟା ହଉଛି କରନ୍ତି ଏବଂ ଭୁଲ ବିଷୟରେ ଅବଗତ କରିବା ପାଇଁ ସେ ମାସକୁ ଥରେ ବିଦ୍ୟାର୍ଥୀଙ୍କର ସହ ଆଲୋଚନା କରନ୍ତି। କିଏ ସବୁ ଭୁଲ କରୁଛନ୍ତି ତାହା ଜାଣନ୍ତି ନାହିଁ, ସେ ମଧ୍ୟ ବିଦ୍ୟାର୍ଥୀଙ୍କୁ ନିଜର ଭୁଲ ଦେଖାଇବାକୁ କହନ୍ତି। ଏହି ଅଭ୍ୟାସଟିକୁ କଣ କୁହାଯାଏ? ଦେଖ ପିଲାମାନେ ଆଉ ଥରେ ପଢ। ଜଣେ ଶିକ୍ଷାର୍ଥୀ ଷଷ୍ଠ ଶ୍ରେଣୀରେ ବିଦ୍ୟାର୍ଥୀଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରକାର ଭୁଲକୁ ସଂଗ୍ରହ କରନ୍ତି ଏବଂ ଭୁଲ ବିଷୟରେ ଅବଗତ କରିବା ପାଇଁ ସେ ମାସକୁ ଥରେ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରନ୍ତି। କିଏ ସବୁ ଭୁଲ କରୁଛନ୍ତି ତାହା ଜଣାନ୍ତି ନାହିଁ, ସେ ମଧ୍ୟ ବିଦ୍ୟାର୍ଥୀଙ୍କୁ ନିଜର ଭୁଲ ଦେଖାଇବାକୁ କହନ୍ତି। ଏହି ଅଭ୍ୟାସଟିକୁ କଣ କୁହାଯାଏ? ବୁଝିପାରିଲ? ଦେଖ ଏହାକୁ କଣ କହିବେ? ପଠନ ବ୍ୟାକରଣ ସହିତ ସମ୍ପର୍କିତ, ନା ବ୍ୟାକରଣ ପଠନ, ନା ଫିଡବ୍ୟାକ୍ ଯୋଗାଣ, ନା ଅଶୁଦ୍ଧ ଚିହ୍ନଟ। ତେଣୁ ଏହାର ସମ୍ପୂର୍ଣ୍ଣ ଭାବରେ ଯଦି ଠିକ ଉତ୍ତରଟି ହେବ, ଦେଖ ଅପସନ ନମ୍ବର କଣ କହୁଛି? 4 ଅଶୁଦ୍ଧ ଚିହ୍ନଟ ବା ଏରର ଆଇଡେଣ୍ଟିଫିକେସନ। ତେଣୁ ଦେଖ ବ୍ୟାଖ୍ୟା କଣ କଲା ବା ଏହାର କେମିତି କହିବେ? ଯୋଉ ରହିଛି ବା ବ୍ୟାଖ୍ୟା କଣ କହୁଛି? ନା ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ନିର୍ଦ୍ଦିଷ୍ଟ ପ୍ରକାର ଭୁଲ ସଂଗ୍ରହ କରି ସେଗୁଡ଼ିକ ବିଷୟରେ ଆଲୋଚନା କରୁଛନ୍ତି ଏବଂ ବିଦ୍ୟାର୍ଥୀଙ୍କୁ ନିଜ ଭୁଲ ନିଜେ ଚିହ୍ନଟ କରିବାକୁ କହୁଛନ୍ତି। ଏହା ଅଶୁଦ୍ଧି ଚିହ୍ନଟ ବା ଏରର ଆଇଡେଣ୍ଟିଫିକେସନ ଅଭ୍ୟାସରେ ଉଦାହରଣ। ଏବଂ ଦେଖ 120 ନମ୍ବର, ଏଇଟା ବୋଧେ ଶେଷ ପ୍ରଶ୍ନ ଆପଣମାନଙ୍କର। ତାପରେ ଆମେ ଶୁଣୁଥିବା କିମ୍ବା ଦେଖୁଥିବା ଶବ୍ଦକୁ ଚିହ୍ନିବାକୁ କୁହାଯାଏ କଣ? ଶବ୍ଦ ସମ୍ଭାର ସମ୍ବନ୍ଧୀୟ ଜ୍ଞାନ, ନା ଉତ୍ପାଦନଶୀଳ ଶବ୍ଦ ଜ୍ଞାନ, ନା ବ୍ୟାପୃତ ଶବ୍ଦ ଜ୍ଞାନ, ନା ଗ୍ରହଣଶୀଳ ଶବ୍ଦ ଜ୍ଞାନ। ତ ଯେହେତୁ ଆମେ ଶୁଣୁଛୁ ଏବଂ ଶବ୍ଦକୁ ଚିହ୍ନୁଛୁ, କଣ କରିବା? ଗ୍ରହଣଶୀଳ ଶବ୍ଦ ଜ୍ଞାନ। ଏଇ କ୍ୱେଶ୍ଚନ ବହୁତ ଗୁରୁତ୍ୱ ପିଲାମାନେ। ଏଟା ମୁଁ ଦେଖୁଛି 2025ରେ ପଢିଛି, 2024ରେ ମଧ୍ୟ ଏଇ କ୍ୱେଶ୍ଚନଟେ ପଢିଛି। ତେଣୁ ଏଟା ମଧ୍ୟ ଟିକେ ଆପଣମାନେ ନିହାତି ମନେ ରଖନ୍ତୁ ଯେ ଆମେ ଶୁଣୁଥିବା କିମ୍ବା ଦେଖୁଥିବା ଶବ୍ଦକୁ ଚିହ୍ନିବାକୁ କଣ କୁହାଯାଏ? ନା ଗ୍ରହଣୀୟଶୀଳ ଶବ୍ଦ କୁହାଯାଏ। ତେଣୁ ଏହାର ବ୍ୟାଖ୍ୟା କଣ କହୁଛି? ଦେଖ, ନା ଆମେ ଶୁଣୁଥିବା କିମ୍ବା ଦେଖୁଥିବା ଶବ୍ଦକୁ ଚିହ୍ନିବା ଓ ବୁଝିବା କ୍ଷମତାକୁ ଗ୍ରହଣଶୀଳ ଶବ୍ଦ ଜ୍ଞାନ କୁହାଯାଏ। ତେଣୁ ଏଇ ଥିଲା ପିଲାମାନଙ୍କର 2025ରେ ଯୋଉ ସିଟେଟରେ ଯୋଉ ପଢିଥିଲା 15ଟି କ୍ୱେଶ୍ଚନ, ସର୍ବମୋଟ 30ଟି ଆସିଥାଏ। ଏସଏଜିରୁ ଆପଣମାନଙ୍କର 10 ମାନେ କେତେଟି? 5 5 10 ଗ୍ରାମାର ପଡିଥାଏ 3ଟି ଏବଂ ସନ୍ଧି ବିଚ୍ଛେଦ ଯୋଉ ରହିଛି ଗ୍ରାମାର ସେଠି 15, ଏଠି ରହିଲା ଆପଣମାନଙ୍କର 15ଟି। ମୁଁ କଣ କଲି ନା ସମ୍ପୂର୍ଣ୍ଣ ଭାବରେ ଆଲୋଚନା କଲି। ଯଦି ଭଲ ଲାଗୁଛି ତେବେ କହିବେ। ଆପଣମାନଙ୍କୁ ପୁଣି ଯୋଉ 2025ରେ ପୁଣି ଯୋଉ ରହିଛି ପେପର 2, ପେପର 1 ଟି ଆଲୋଚନା କଲି, ପେପର 2 ଟି ମଧ୍ୟ ଆଲୋଚନା କଲି। ସେହିପରି 2024 ଯୋଉ ରହିଛି ପୂର୍ବ ବର୍ଷରେ ତାହା ମଧ୍ୟ ମୁଁ ଆଲୋଚନା କଲି। ରହୁଛି ଶୁଭ ସନ୍ଧ୍ୟା। CSR ୟୁଟ୍ୟୁବ ଚ୍ୟାନେଲ ତରଫରୁ ସମସ୍ତଙ୍କୁ ଅନେକ ଅନେକ शुभेच्छा, शुभ कामना। जय जगन्नाथ। शुभ संध्या। रहुछि। जय जगन्नाथ।